ଜାଣିଛୁ କି ନାଇଁ କଣ ଜାଣି ତୁ? ଧାନ ରେଟ୍ କାହିଁ କମିଲା? ବେକାରିଆଙ୍କୁ କାହିଁ ଚାକିରି ମିଳୁନି? ପିଲାଙ୍କ ପରୀକ୍ଷା କାହିଁକି ବାତିଲ ହେଲା? ମହିଳା ମାନେ କାହିଁକି ଅସୁରକ୍ଷିତ? ଏ ନ୍ୟୁଜ ଗୁରା ଦେଖୁଛୁ? କାଇଁ ମୁଁ ଆଉ କାଉଛି ନ୍ୟୁଜ ଗୁରା। ସେ ଆଉ ପାଇବୁନି। ସିଏ ଆଉ ଏଗୁରା ଆସିବନି। ସାହୁ ଭାଉଜ କେମିତି ନାଚିଲା? ନାଣ୍ଡୁ ବାବୁ ସାଇ ବାବୁକୁ କାହିଁ ଶୋଧିଲା? ସଫଳ ରେଟ୍ ବଢିଗଲା, କଣ କରିବା ତ ଖାଇବାକୁ ପଡିବ ଆଉ। ହଁ, ନିଶା ମରାଣକୁ ଜାମିନ ମିଳିଲା। ଏବେ ଏଇଭଳିଆ ନ୍ୟୁଜ ଆଉଛି। ଆଡୁ ତ ଭୟଙ୍କର ଭାସ୍କର ନ୍ୟୁଜ। ତା ଗାଣ୍ଡି ବস্তୁ ଅଗଲା ପ୍ରକାର। ମୁଁ ଖାଲି ଭାସ୍କର ନ୍ୟୁଜ ଦେଖୁଛି, ଆଉ କୋଉ ନ୍ୟୁଜ? ଭାସ୍କର ନ୍ୟୁଜ ଅଲ୍। ହେଇ ତୁ ନା ଦେଖ, ସପୋଜ ତମ ଘରୁ ନା 100 ଟଙ୍କା ଚୋରି ହେଇଗଲା, ଅଲଗା ନ୍ୟୁଜ ବାଲା କେମିତି କହିବେ? ଦେଖିପାରୁଥିବେ ଆଜିର ତାଜା ଖବର, ପାରାଦୀପ ସ୍ଥିତ ଗୋଟେ ଘରୁ ବ୍ୟକ୍ତି ଗୋଟେ ଆସି 100 ଟଙ୍କା ଚୋରି କରି ନେଇଯାଇଛନ୍ତି। କିନ୍ତୁ ଭାସ୍କର ବାଲା କହିବ ମୁହଁରେ ଗାମୁଛା ପକେଇକି ଘରୁ ନେଇଗଲେ 100 କୋଟି ଟଙ୍କା। ନ୍ୟୁଜ ବାଲା କାମ କଣ? ସପୋଜ ଏଇନା ଓଡିଶାର ମୁଖ୍ୟମନ୍ତ୍ରୀ ଧର ଦେହ ଖରାପ ହେଇଗଲା, ଅଲଗା ନ୍ୟୁଜ ବାଲା ଚଲେଇବେ ବର୍ତ୍ତମାନ ଓଡିଶା ମୁଖ୍ୟମନ୍ତ୍ରୀ ଏବେ ଘରୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି, ତାଙ୍କ ସୁସ୍ଥ ଅବସ୍ଥା ବହୁତ ଖରାପ ଅଛି, କିନ୍ତୁ ଭାସ୍କର ବାଲା ଚଲେଇବେ ମରିଗଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାର୍ଥିବ ଶରୀର ଏବେ ଯାଉଛି ଶବ ସତ୍କାର ହବ।